ଥିଲେ ଆପଣ ନିଜେ ନ ଆସି ପ୍ରଥମେ ମଧ୍ୟସ୍ଥି ମାଧ୍ୟମରେ ଏ ପ୍ରସ୍ତାବ ପଠେଇଥାନ୍ତି। କାରଣ ପ୍ରସ୍ତାବ ପଡ଼ିବା ଆଉ ବିବାହ ସ୍ଥିର ହେବା ଏକା କଥା ନୁହେଁ। ସୁକୁମାର କାହିଁକି ମତେ ଡକେଇଲ? କଣ ଚାଲିଛି ସବୁ? କୋଉ କଥା ଆପଣ କଣ ଜାଣିନାହାନ୍ତି? ତମେ ତ ମୋ ଝିଅକୁ ବହୁ ଭାବରେ ଗ୍ରହଣ କଲନି, ଏମିତିକି ଘରେ ରଖିଲନି, ଏମିତିକି ତମ ସାନ ଭାଇ ଅମରର ଅଧିକାର ତା ପାଖରୁ ଛଡେଇ ନେଲ। ସେ କୋର୍ଟର ଅଧିକାର ନେଲା, ମୋ ଏଥିରେ କଣ ବୋଲେ? ସେ ଫାଲତୁ କଥା ବନ୍ଦ କରନ୍ତୁ। ମୁଁ ଅମର କଥା ପଚାରୁନି, ପଚାରୁଛି ମୋ ଭଉଣୀ ଅଳକାର କଥା। ତମ ଭଉଣୀ ଅଳକା ଏଇ ଅମୂଲ୍ୟ ମାଷ୍ଟର ସ୍ତ୍ରୀ, ସେ କଥା ମତେ କାହିଁକି ପଚାରୁଛ? ଆଉ ହିରଣ୍ୟ ଆପଣଙ୍କ ଭଣଜା କି ନୁହେଁ? ସେ ମୋ ଭରସା, କିନ୍ତୁ ତମେ ତ ତାକୁ ପସନ୍ଦ କଲନି, ସେଇଥିପାଇଁ ଏଇ ଅମୂଲ୍ୟ ସହିତ ତମେ ତାର ବାହାଘର କରିଦେଲ। ସେ କଥା ମତେ ପଚାରୁଛ କାହିଁକି? ଆଜି ମୋ ଭରସାକୁ ଖୋଜୁଛ କାହିଁକି? ବାହା କଲିନି ବୋଲି ମୋ ଭଉଣୀକୁ ଶିଖେଇ ତା ସଂସାର ବାକି ତାକୁ ସାଥିରେ ନେଇ ପଳେଇବ। ସେମିତି କିଛି ହେଇଛି କି? ଏ କଥା ତ ମୁଁ ଜାଣିନି। କିନ୍ତୁ ଆପଣଙ୍କ ଭଣଜା ହିରଣ୍ୟ ବର୍ତ୍ତମାନ କୋଉଠି ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ ନା? ସେ ଆସିଥିଲା ଏଇ 2 ଘଣ୍ଟା ପୂର୍ବରୁ, ସେ କଟକ ଚାଲିଲା। ହିରଣ୍ୟ ବାବୁ ଆମ ଗାଁକୁ ଯେତେବେଳେ ଆସନ୍ତି ନାଇଁ, ଏବେ କାହିଁକି ଆସୁଛନ୍ତି? କି ଆଶ୍ଚର୍ଯ୍ୟ କଥା! ମୁଁ ତ ମାମୁଁ, ସେ ମୋ ଭଣଜା। ମାମୁଁ ଘରକୁ ଭଣଜା ଆସିବ, କେବେ ଆସିବ, କେତେ ଥର ଆସିବ, ସେଥିପାଇଁ କଣ ଗାଁ ମୁଖିଆଙ୍କର ଅନୁମତି ନେବାକୁ ପଡିବ ନା କଣ? ମାମୁଁ ଘରକୁ ସେ ଆସୁ କି ମାମୁଁ ଘରେ ସବୁଦିନ ପାଇଁ ରହୁ, ସେଥିରେ ମୋର ଜାୟଜ କିଛି ନାହିଁ। କିନ୍ତୁ ଯୋଉ ଝିଅକୁ ସେ ପସନ୍ଦ କରୁଥିଲା, ସେ ଅନ୍ୟ ଜଣଙ୍କର ପତ୍ନୀ ହେଇସାରିଲା ପରେ ତାକୁ ଶିବ ମନ୍ଦିର ପାଖକୁ ଡାକି ତା ସହ ମିଳାମିଶା କରିବା କଣ ଉଚିତ? ସେ ଝିଅ ସେଠିକି ଯାଉଥିଲା କାହିଁକି? ତମେ ତାକୁ ମନା କଲନି? ମନା କଲିନି ବୋଲି ସେ ତାକୁ ଶିଖେଇ କଟକ ନେଇ ପଳେଇବ। ଦେଖନ୍ତୁ, ଏମିତି କଥା କହି ମୋ ଭଣଜାକୁ ଆପଣ ବଦନାମ କରୁଛନ୍ତି। ଆଚ୍ଛା, ଆପଣଙ୍କ ଭଉଣୀ ମୋ ଭଣଜା ସହିତ ଯାଇଛି, ଏକଥା କିଏ ଦେଖିଛି? ମୁଁ ଦେଖିଛି, ଖାଲି ଦେଖିନି, ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା ବି ହେଇଛି। ଆଉ ମୁଁ ପଚାରିବାରୁ ସେମାନେ ମତେ ନାଲି ଆଖି ଦେଖେଇ ଚାଲେ। ଅସୁବିଧା କଣ? ଆରେ ସେ ଉଭୟକୁ ଜାଣିଛନ୍ତି, ଚିହ୍ନିଛନ୍ତି, ଯଦି କଟକ ବୁଲିବାକୁ ଚାଲିଗଲେ ଏଥିରେ ଅସୁବିଧା କଣ ହେଲା? ମୁଁ ତ କିଛି ବୁଝିପାରୁନି। ଏମିତି ଆପଣ ବୁଝିପାରୁନାହାନ୍ତି? ହିରଣ୍ୟ ହଉଛି ଆପଣଙ୍କ ଭଣଜା, ଅଳକା ହଉଛି ମୋ ପତ୍ନୀ। ସେମାନେ ଦୁହେଁ ଯାଇ ଏମିତି କଟକରେ ଏକାଠି ରହିବା ଆପଣଙ୍କୁ ଅସଙ୍ଗତ ମନେ ହଉନି? ଅସଙ୍ଗତ କଥା ମୁଁ କହିପାରିବିନି। ପ୍ରଥମେ ତମର ବୁଝିବା ଦରକାର ଯେ ଗୋଟେ ଅଜଣା ଅଜଣା ପୁରୁଷ ସହିତ ତମ ସ୍ତ୍ରୀ ଗଲା କାହିଁକି? ଯାଅ, ସନ୍ଧ୍ୟା ପୂର୍ବରୁ ମୋ ଭଉଣୀ ମୋ ପାଖରେ ପହଞ୍ଚିବା ଦରକାର। କଥା ମତେ କାହିଁକି? ଆପଣ ନିଜେ ଯାଇ ତାକୁ ଏଠିକି ଆଣିବେ। ସେ କାମ ମୁଁ କରିପାରିବିନି। ଆପଣଙ୍କ ପାଇଁ ମନେ ରାମ ହଉଛି। ତମର ଯାହା ଇଚ୍ଛା ତାହା କର, ହେଲେ ମନେ ରଖ, ତମେ କାହାର ମୁରବୀ ହେଇପାର, କିନ୍ତୁ କାହାର ଭାଗ୍ୟ ବିଧାତା ନୁହଁ। ତମେ ଯେତେବେଳେ ଦେଖେଇବ ମୁଁ ସେତେବେଳେ ଘରକୁ ଚାଲି ଆସିବି। ମୁଁ ତମ ପାଣି ତଳର ହରିଆ ନୁହଁ, ବୁଝିଆ? ଆମେ ଏବେ କଣ କରିବା? ମୋ ମତରେ ଥାନାରେ ଯାଇ ସେ ହିରଣ୍ୟ ନାଁରେ ଅଭିଯୋଗ କରିବାଟା ଉଚିତ ହବ। ଅଭିଯୋଗ କଲେ ମୋ ଭଉଣୀ ଅଳକା କଣ ଏ କଳିଙ୍ଗ ପାଟଣର ଗାଁର ବଦନାମୀରୁ ମୁକ୍ତି ପାଇଯିବ ନା? ଚରିତ୍ରହୀନ ବଦନାମୀର କଳାଟାକ ତାର ସଫା ହେଇଯିବ। ସଫା ନ ହଉ, ଏଇଟା ସ୍ୱାମୀ ସ୍ତ୍ରୀଙ୍କର ମନମାଳିନ୍ୟ କଥା। ଅଳକା ଘରକୁ ଫେରି ଆସି ତା ଶସ୍ୟରେ ଯୋଗ ଦେଇଦେଲେ ସବୁ ସମସ୍ୟାର ସମାଧାନ ହେଇଯିବ। ନାଇଁ ଭୋଜ ନାହିଁ। ବଡ ଭାଇଙ୍କର ସବୁ ନିଷ୍ପତ୍ତିକୁ ଆଜି ପର୍ଯ୍ୟନ୍ତ ମୋ ମୁଣ୍ଡ ନୁହେଁ ମାନି ନେଇ ଆସିଛି, କିନ୍ତୁ ଏ କ୍ଷେତ୍ରରେ ତାଙ୍କର ଏ ନିଷ୍ପତ୍ତିକୁ ମୁଁ କେବେ ବି ମାନି ନେଇ ପାରିବିନି। ଅଳକା ଏ ଘରକୁ ଫେରି ଆସିଲେ ବି ନା ତାକୁ ମୁଁ ଏ ଘରେ ରଖିବି, ନା ତାକୁ ମୋ ସ୍ତ୍ରୀ